ଆଜିର ଭିଡ଼ିଓରେ ଜାଣିବା ଡାଇରେକ୍ଟୋରେଟ୍ ଅଫ୍ ଏଲିମେଣ୍ଟାରୀ ଏଜୁକେସନ୍ସ ଓଡ଼ିଶାରୁ ଆସିଥିବା କ୍ୟାଲେଣ୍ଡର ଇୟର 2026 ପାଇଁ ଛୁଟି ଲିଷ୍ଟ ବିଷୟରେ। ନମସ୍କାର, ମୁଁ ଖଗେଶ୍ୱର। ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଖଗେଶ୍ୱର ରେସିପି ଆଣ୍ଡ ଏଜୁକେସନାଲକୁ ସମସ୍ତ ଶିକ୍ଷକ ବନ୍ଧୁମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ଟି କରିଦେବେ ଏବଂ ଯେଉଁମାନେ ମୋ ଚ୍ୟାନେଲରେ ନୂଆରେ ଅଛନ୍ତି ହୃଦୟର ସହ ସବସ୍କ୍ରାଇବ୍ କରିନେବେ। ତେବେ ଭିଡ଼ିଓଟି ଷ୍ଟାର୍ଟ କରିବା। ପ୍ରଥମେ 1/1/2026 ନ୍ୟୁ ଇୟର ଡେ, ତାପରେ ଅଛି ମକର ସଂକ୍ରାନ୍ତି 14/1/2026, ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଅଛି 23/1/2026 ଯେଉଁଟାକି ଅବଜର୍ଭେସନ୍ ଡେ, ତାପରେ ଅଛି ରିପବ୍ଲିକ୍ ଡେ 26/1/2026 ଅବଜର୍ଭେସନ୍ ଡେ, ଦୋଳ ପୂର୍ଣ୍ଣିମା 3/3/2026, ହୋଲି 4/3/2026, ଇଦ୍ ଉଲ୍ ଫିତର 21/3/2026, ଶ୍ରୀରାମ ନବମୀ ଅଛି 27/3/2026, ଉତ୍କଳ ଦିବସ 1/4/2026 ଅବଜର୍ଭେସନ୍ ଡେ, ଗୁଡ୍ ଫ୍ରାଇଡେ 3/4/2026, ତାପରେ ଅଛି ମହାବିଷୁବ ସଂକ୍ରାନ୍ତି 14/4/2026, ବୁଦ୍ଧ ପୂର୍ଣ୍ଣିମା 1/5/2026, ତାପରେ ଅଛି ସମର ଭ୍ୟାକେସନ୍ ଯେଉଁଟାକି 6/5/2026ରୁ 17/6/2026 ପର୍ଯ୍ୟନ୍ତ, ମହରମ 26/6/2026, ରଥଯାତ୍ରା 16/7/2026, ତାପରେ ବାହୁଡ଼ା ଯାତ୍ରା ଅଛି 24/7/2026, ଇଣ୍ଡିପେଣ୍ଡେନ୍ସ ଡେ 15/8/2026 ଅବଜର୍ଭେସନ୍ ଡେ, ତାପରେ ବାର୍ଥଡେ ଅଫ୍ ପ୍ରଫେଟ୍ ମହମ୍ମଦ 26/8/2026, ଝୁଲଣ ପୂର୍ଣ୍ଣିମା 27/8/2026, ଜନ୍ମାଷ୍ଟମୀ ଅଛି 4/9/2026, ତାପରେ ଅଛି ଗଣେଶ ପୂଜା 14/9/2026, ନୂଆଖାଇ 15/9/2026, ତାପରେ ଅଛି ଡେ ଫଲୋଇଂ ନୂଆଖାଇ, ଏଇଟା ଡିଓଙ୍କ ଉପରେ ଡିପେଣ୍ଡ କରୁଛି ତାଙ୍କର ପାରମିଶନ ଉପରେ, ତାପରେ ଅଛି ଗାନ୍ଧୀ ଜୟନ୍ତୀ 2/10/2026, ମହାଳୟା 10/10/2026, ପୂଜା ଭ୍ୟାକେସନ୍ ଅଛି 17/10/2026ରୁ 26/10/2026 ପର୍ଯ୍ୟନ୍ତ, ତାପରେ ଅଛି ରାହାସ ପୂର୍ଣ୍ଣିମା ଯେଉଁଟାକି 24/11/2026, ପ୍ରଥମାଷ୍ଟମୀ 1/12/2026, ତାପରେ ଅଛି ୱିଣ୍ଟର ଭ୍ୟାକେସନ୍ ଯେଉଁଟାକି 23/12/2026ରୁ 31/12/2026 ପର୍ଯ୍ୟନ୍ତ, ଲାଷ୍ଟ ଶେଷରେ ଅଛି ଲୋକାଲ ହଲିଡେ 2 ଦିନ। ତ ଆଜିର ଭିଡ଼ିଓରେ ଏତିକି ଥିଲା। ନମସ୍କାର।